ଆମାଜନ ନଦୀରେ ଗୋଟିଏ ବି ବ୍ରିଜ କାହିଁକି ତିଆରି ହୋଇନି? କାହିଁକି ଏହି ନଦୀରେ ବ୍ରିଜ ବନାଇବା ଏତେ କଷ୍ଟକର? ଭୟଙ୍କର କାରଣ ଜାଣିଲେ ଆପଣଙ୍କର ହୋସ୍ ବି ଉଡ଼ିଯିବ। ଦୁନିଆର ପ୍ରତ୍ୟେକ ବିଷୟବସ୍ତୁ ରହସ୍ୟରେ ପରିପୂର୍ଣ୍ଣ। ମଣିଷ ଯୁଗ ଯୁଗ ଧରି ଚେଷ୍ଟା କରି ଚାଲିଥିଲେ ମଧ୍ୟ ଦୁନିଆର ରହସ୍ୟ ସବୁକୁ ଉନ୍ମୋଚନ କରିପାରି ନାହିଁ। ଏଭଳି ଏକ ରହସ୍ୟପୂର୍ଣ୍ଣ ସ୍ଥାନ ହେଉଛି ଆମାଜନ ଜଙ୍ଗଲ ଏବଂ ଆମାଜନ ଜଙ୍ଗଲ ମଧ୍ୟରେ ବହୁଥିବା ଆମାଜନ ନଦୀ। ଆମାଜନ ନଦୀ ବିଷୟରେ ଆପଣ ଅନେକ କଥା ପଢ଼ିଥିବେ, ଶୁଣିଥିବେ କିମ୍ବା ଡକ୍ୟୁମେଣ୍ଟାରୀରେ ଦେଖିଥିବେ। ଆମାଜନ ନଦୀ ଓ ଜଙ୍ଗଲରେ ରହୁଥିବା ଭୟଙ୍କର ଜୀବଜନ୍ତୁ ଏବଂ ସେଠାକାର ଆଦିବାସୀ ଜନଜାତିଙ୍କ କଥା ଆପଣ ନିଶ୍ଚୟ କିଛି ନା କିଛି ଜାଣିଥିବେ। ହେଲେ ଆମାଜନ ନଦୀରେ କେବେ କୌଣସି ବ୍ରିଜ ଥିବା କଥା ଜାଣିଛନ୍ତି କିମ୍ବା ନୋଟିସ୍ କରିଛନ୍ତି କି? ହୁଏତ ଜାଣିନଥିବେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଦୁନିଆରେ ଏତେ ଆଡଭାନ୍ସ ଟେକ୍ନୋଲୋଜି ସବୁ ଆବିଷ୍କାର କରାଯାଇଥିଲେ ମଧ୍ୟ ଆମାଜନ ଭଳି ନଦୀରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ବ୍ରିଜ ନିର୍ମାଣ କରାଯିବା ସମ୍ଭବ ହୋଇପାରି ନାହିଁ। ନଦୀ ଅନେକ ଅଞ୍ଚଳ ବା ଭିନ୍ନ ଭିନ୍ନ ସ୍ଥାନକୁ ଯୋଡ଼ିଥାଏ। ଏହା ଉପରେ ବ୍ରିଜ ତିଆରି କଲେ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ସହଜରେ ଯୋଗାଯୋଗ ସମ୍ଭବ ହୋଇଥାଏ। ହେଲେ ଆମାଜନ ଜଙ୍ଗଲରେ ଗୋଟିଏ ବି ବ୍ରିଜ ନିର୍ମାଣ କରାଯାଏ ନାହିଁ। ଆମାଜନ ହେଉଛି ଦୁନିଆର ସବୁଠାରୁ ବଡ଼ ରେନ୍ ଫରେଷ୍ଟ। ଏହି ଜଙ୍ଗଲରେ ପ୍ରଚୁର ମାତ୍ରାରେ ବର୍ଷା ହୋଇଥାଏ। ଆମାଜନ ଜଙ୍ଗଲଟି ପ୍ରାୟ 5.5 କୋଟି ବର୍ଷ ପୁରୁଣା ବୋଲି ମନାଯାଏ। ଆମାଜନ ଜଙ୍ଗଲକୁ ଦୁନିଆର ଫୁସ୍ଫୁସ୍ ବୋଲି କୁହାଯାଏ। କାହିଁକି ନା ଦୁନିଆର 20% ଅମ୍ଳଜାନ ଓ ମଧୁର ଜଳ ଏହି ଘଞ୍ଚ ଜଙ୍ଗଲରୁ ହିଁ ମିଳିଥାଏ। ଆମାଜନ ନଦୀ ଦୁନିଆର ଦ୍ୱିତୀୟ ସବୁଠାରୁ ବୃହତ୍ତମ ନଦୀ। ଏହାର ଲମ୍ବ ପାଖାପାଖି 6400 କିଲୋମିଟର। ଆମାଜନ ନଦୀ ଆଟଲାଣ୍ଟିକ ମହାସାଗରରେ ଯାଇ ମିଶିଛି। ରେନ୍ ଫରେଷ୍ଟ ମଧ୍ୟରେ ପ୍ରାୟ 1100ଟି ଛୋଟ ବଡ଼ ନଦୀ ଅଛି। ସେଥିମଧ୍ୟରୁ ପ୍ରାୟ 17ଟି ନଦୀର ଲମ୍ବ 1500 କିଲୋମିଟରରୁ ବି ଅଧିକ ଅଛି। ଆମାଜନ ନଦୀ ଉପରେ ନିର୍ଭର କରି ପ୍ରାୟ 9ଟି ଦେଶର 3 କୋଟି ଲୋକ ବସବାସ କରୁଛନ୍ତି। ଏହା ସତ୍ତ୍ୱେ ସେଠାରେ ବ୍ରିଜ ବନାଇବା କୌଣସି ବଡ଼ ଚ୍ୟାଲେଞ୍ଜ ଠାରୁ କିଛି କମ୍ ନୁହେଁ। ସେଠାକାର ମୌସୁମୀ ଏଥିପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ। ବର୍ଷା ଦିନରେ ନଦୀର ପାଣି 30 ଫୁଟ ପର୍ଯ୍ୟନ୍ତ ଫୁଲିଯାଏ, ଯେଉଁଥିପାଇଁ 3 ମାଇଲର ବାଟ ଅତିକ୍ରମ କରିବାକୁ 30 ମାଇଲ ଲାଗିଯାଏ। ଆପଣ ଭାବୁଥିବେ ଏଥିରେ ନୂଆ କ'ଣ? ବର୍ଷା ଦିନେ ତ ସବୁ ନଦୀରେ ପାଣି ବଢ଼େ। କିନ୍ତୁ ଏହାର ଉତ୍ତର ଜାଣିଲେ ଆପଣ ଡରିଯିବେ। ପ୍ରକୃତରେ ଆମାଜନ ରେନ୍ ଫରେଷ୍ଟରେ ବର୍ଷା ହେଲେ କେଉଁ ସ୍ଥାନ ବଞ୍ଚିବ ଆଉ କେଉଁ ସ୍ଥାନ ବୁଡ଼ିଯିବ ତାହା ଆକଳନ କରିବା ଅତ୍ୟନ୍ତ କଷ୍ଟକର। ସେଥିପାଇଁ କେଉଁଠି ବ୍ରିଜ ବନାଯିବା ସୁବିଧାଜନକ ହେବ ତାହା ବାରି ହୁଏ ନାହିଁ। ଠିକ୍ ରୂପେ ଆକଳନ କରା ନ ଯାଇପାରୁଥିବାରୁ ଏଠାରେ ଲୋକମାନେ ଶତ ଚେଷ୍ଟା କଲା ପରେ ମଧ୍ୟ ଏହି ନଦୀ ଉପରେ ବ୍ରିଜକୁ ତିଆରି କରିପାରୁନାହାନ୍ତି। ଯଦି କେଉଁଠି ଆନୁମାନିକ ଭାବେ ବ୍ରିଜ ତିଆରି କରାଯାଏ ଏବଂ ତାହା ନଦୀ ପାଣିରେ ବୁଡ଼ିଯାଏ, ତେବେ ଏଭଳି ବ୍ରିଜ ବନାଇବାର କୌଣସି ଲାଭ ହେବ ନାହିଁ। ଏହା ସହ ଆମାଜନ ନଦୀ କୂଳର ମାଟି ଅତ୍ୟନ୍ତ ନରମ ଅଟେ, ଯାହା ପାଣିରେ ମିଶିଯାଏ। ସେଠାକାର ଜଳବାୟୁ, ମାଟି, ଜୀବଜନ୍ତୁ, ପରିବହନ ସମସ୍ୟା ସବୁକିଛି ବ୍ରିଜ ନିର୍ମାଣ କରିବା ପ୍ରତିକୂଳରେ ଠିଆ ହୁଅନ୍ତି। ସେଥିପାଇଁ ଆଜି ଯାଏଁ ଆମାଜନ ରେନ୍ ଫରେଷ୍ଟରେ ଗୋଟିଏ ବି ବ୍ରିଜ ନିର୍ମାଣ କରାଯାଇ ନାହିଁ। ଆଉ ଏହା ହେଉଛି ସବୁଠାରୁ ବଡ଼ କାରଣ ଯେଉଁଥିପାଇଁ ଏହି ଜଙ୍ଗଲ ମଧ୍ୟରେ ଥିବା ଆମାଜନ ନଦୀରେ ଗୋଟିଏ ବି ବ୍ରିଜ ନାହିଁ। ଆଉ ଏହି ଜଙ୍ଗଲ ଭିତରକୁ ଯିବାକୁ ସମସ୍ତଙ୍କୁ ପରମିଶନ ମଧ୍ୟ ମିଳିନଥାଏ। ସରକାରଙ୍କ ଠାରୁ ଅନୁମତି ନେଇ ଲୋକମାନେ ଏହି ଆମାଜନ ଜଙ୍ଗଲ ମଧ୍ୟରେ ପ୍ରବେଶ କରିଥାନ୍ତି। କୌଣସି ଅଘଟଣ ଘଟିଲେ ସେଥିପାଇଁ ଅନ୍ୟ କେହି ଦାୟୀ ନୁହେଁ ବୋଲି ସେମାନେ ଏକ ପ୍ରକାରର ଏଗ୍ରିମେଣ୍ଟ ମଧ୍ୟ କରିଥାନ୍ତି। ଅନେକ ଲୋକ ଏହି ଜଙ୍ଗଲ ମଧ୍ୟକୁ ପ୍ରବେଶ କରି ଏହା ମଧ୍ୟରେ ଥିବା ରହସ୍ୟକୁ ଜାଣିବାକୁ ଚେଷ୍ଟା କରିଥାନ୍ତି। ତ ଦୁନିଆର ଏତେ ବଡ଼ ଜଙ୍ଗଲ ଜଳବାୟୁ ପାଇଁ ଯେତେ ଜରୁରୀ ହେଲେ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଏହା ସେତେ ଭୟଙ୍କର ଏବଂ ବିପଜ୍ଜନକ। ତ ଆମାଜନ ନଦୀକୁ ନେଇଥିବା ଆଜିର ଏହି ଇଣ୍ଟରେଷ୍ଟିଂ ଫ୍ୟାକ୍ଟ ବେସ୍ଡ ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଭିଡ଼ିଓଟି ଆପଣଙ୍କୁ କିଭଳି ଲାଗିଛି ମୋତେ କମେଣ୍ଟରେ ନିହାତି ଜଣାଇବେ। ଦେଶ ଦୁନିଆ ସହ ଜଡ଼ିତ ଏଭଳି ଅନେକ ଇଣ୍ଟରେଷ୍ଟିଂ ଫ୍ୟାକ୍ଟ ବେସ୍ଡ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।